ଦର୍ଶକ ବନ୍ଧୁ, ଆପଣଙ୍କର ସକାଳୁ ବିଛଣାରୁ ଉଠନ୍ତୁ, ଆପଣଙ୍କୁ ଅଳସୁଆ ଫିଲ୍ ହୁଏ ନା ବହୁତ ଆଲର୍ଟ ଫିଲ୍ କରନ୍ତି? ଆପଣ କେବେ ନିଜ ଶରୀରର କେତେ ରକ୍ତ ଅଛି, କେତେ ମାଂସ ଅଛି କିମ୍ବା କେତେ ଚର୍ବି ଅଛନ୍ତି କେବେ ମାପିଛନ୍ତି କି? ଜୀବନର ଚଲାପଥ ଚାଲୁ ଚାଲୁ ଅଳ୍ପ ଟେନସନ, ବେଶୀ ଟେନସନ, ଅଳ୍ପ କାର୍ଯ୍ୟ କିମ୍ବା ବେଶୀ କାର୍ଯ୍ୟ କରିବାକୁ ଆପଣଙ୍କୁ ବହୁତ ଥକା ଲାଗେ କି? ନମସ୍କାର ଦର୍ଶକ ବନ୍ଧୁ, ନିରୋଗ ଓଡ଼ିଶା ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ସ୍ୱାଗତ। ମୁଁ ସନ୍ଦୀପ୍ତ କୁମାର, ନିରୋଗ ଓଡ଼ିଶାର ଫାଉଣ୍ଡର। ଫିଜିକାଲ ଫିଟନେସ୍, ସମସ୍ତେ ଆମେ ଜାଣିଛେ ଫିଟନେସ୍ ମାନେ କ'ଣ। ମୁଁ ଟିକେ ଆଜି 5ଟି କମ୍ପୋନେଣ୍ଟ ମାନେ 5 ପ୍ରକାର ଭାଗ ମାପ କରି ଆକୁ ବୁଝାଇଦେବି ଆକ୍ଚୁଆଲି ଫିଟନେସ୍ ମାନେ କ'ଣ। ଭାବୁଛି, ଆଶା ମଧ୍ୟ ରଖୁଛି এই ଟୋଟାଲ ସବଜେକ୍ଟ ଆପଣଙ୍କୁ ଆପଣ ପରିବାର ବର୍ଗକୁ ବହୁତ ବିଶେଷ ଭାବରେ କାମରେ ଲାଗିବ। ଫିଜିକାଲ ଫିଟନେସ୍ ବା ଶାରୀରିକ ଦକ୍ଷତା ହେଉଛି ଏମିତି ଏକ ଦକ୍ଷତା ଯିଏକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ଗୁଡ଼ିକ ସୁଚାରୁ ରୂପେ ସମ୍ପାଦନ କରେ ବିନା କୌଣସି କ୍ଳାନ୍ତିରେ ଏବଂ ସତେଜତାର ସହିତ। ଫିଜିକାଲ ଫିଟନେସ୍ ଅର୍ଥ ନୁହେଁ ଯେ ମାଂସପେଶୀକୁ ଗଢ଼ିବା, ଏହା ହେଉଛି ଶାରୀରିକ ବଳ ଓ ମନକୁ ସନ୍ତୁଳନ କରି ରଖିବା। ମାନେ ଫିଟନେସ୍, ମେଣ୍ଟାଲ ପାୱାର ଏସବୁକୁ ବାଲାନ୍ସ କରିବା। ଆସନ୍ତୁ ଏବେ ଜାଣିବା ଫିଜିକାଲ ଫିଟନେସ୍ର 4ଟି ମେଜର କମ୍ପୋନେଣ୍ଟସ୍, ମାନେ 4ଟି ମୁଖ୍ୟ ଭାଗ। ପ୍ରଥମତଃ କାର୍ଡିଓଭାସ୍କୁଲାର ଏଣ୍ଡିଓରାନ୍ସ, ମାନେ ହୃଦଯନ୍ତ୍ର ଏବଂ ଫୁସଫୁସର ଶକ୍ତି। ସେକେଣ୍ଡ, ମସ୍କୁଲାର ଷ୍ଟ୍ରେଂଥ, ମାଂସପେଶୀର ଶକ୍ତି। ନମ୍ବର 3, ମସ୍କୁଲାର ଏଣ୍ଡିଓରାନ୍ସ, ମାନେ ମାଂସପେଶୀର ନମନୀୟତା। 4, ଫ୍ଲେକ୍ସିବିଲିଟି, ହାଡ଼ ଓ ଗଣ୍ଠିର ନମନୀୟତା। ଫାର୍ଷ୍ଟ ପଏଣ୍ଟ, କାର୍ଡିଆକ୍ ଏଣ୍ଡିଓରାନ୍ସ, ହୃଦଯନ୍ତ୍ର ଏବଂ ଫୁସଫୁସର ଶକ୍ତି। ଆପଣମାନେ ପାର୍କ ରଖିଥିବେ ଆଥଲେଟ୍ ମାନେ କ୍ରୀଡ଼ାବିତ ମାନେ ଘଣ୍ଟା ଘଣ୍ଟା ଧରି ଦୌଡ଼ିଥାନ୍ତି, ଥକି ଯାଆନ୍ତି ନାହିଁ, କାରଣ ତାଙ୍କର କାର୍ଡିଆକ୍ ଏଣ୍ଡିଓରାନ୍ସ ବହୁତ ହାଇ ଲେଭେଲରେ ଥାଏ। এটা କେବଳ ତାଙ୍କ ପାଇଁ ଜରୁରୀ ନୁହଁ, এটা ଆମମାନଙ୍କ ପାଇଁ ମଧ୍ୟ ବହୁତ ଜରୁରୀ। କହିବାକୁ ଗଲେ ଆମ ବଡିର ଫୁସଫୁସ ଅକ୍ସିଜେନ କ୍ରିଏଟ କରି ବ୍ଲଡରେ ମିଶାଇଥାଏ ଏବଂ ହାର୍ଟ ତାକୁ ପମ୍ପ କରି ବିଭିନ୍ନ ମସଲ ମାନଙ୍କ ପାଖକୁ ପହଞ୍ଚିଥାଏ ବିଭିନ୍ନ ଆର୍ଟେରୀ ମାଧ୍ୟମରେ। ମସଲ ମାନେ ସେଠୁ ଏନର୍ଜି ପାଇଥାନ୍ତି ଏବଂ ଆମେ ସେଥିରୁ ବଳଶାଳୀ ହେଇଥାଉ। ଏବଂ ଏହାକୁ ବଢାଇବା, ମସଲକୁ ଶକ୍ତିଶାଳୀ କରିବା, କାର୍ଡିଆକ୍ ଏଣ୍ଡୁରାନ୍ସ ବଢାଇବା ହେଉଛି ଗୋଟିଏ ସୁସ୍ଥ ଶରୀରର କାମ। ଦର୍ଶକ ବନ୍ଧୁ, ଆପଣ କ'ଣ ଚାହାନ୍ତି କି ଆପଣ ମଧ୍ୟ କାର୍ଡିଓଭାସ୍କୁଲାର ଏଣ୍ଡୁରାନ୍ସ ବଢିଯାଉ ଏବଂ ନିରୋଗ ଓଡ଼ିଶା ଆପଣଙ୍କୁ ଏହା ସାହାଯ୍ୟ କରିପାରିବ? କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏବେ ଆସନ୍ତୁ ଜାଣିବା ଶରୀରର ଅସଲି ଶକ୍ତି ବିଷୟରେ। ଇଂଲିଶରେ ଆମେ ର ପାୱାର ବୋଲି କହିଥାଉ, ମସ୍କୁଲାର ଷ୍ଟ୍ରେଂଥ। କିଛି ଓଜନ ଜିନିଷ ଟେକିଲା ବେଳେ ଆମ ମସଲ ପାୱାର କାମରେ ଲାଗେ ଏବଂ এই ମସଲ ପାୱାର ଆମ ବଡିର ଷ୍ଟାମିନା ଓ ଷ୍ଟ୍ରେଂଥ। କେବଳ ମସଲ ବଡ କରି ଫୁଲେଇବା ଅର୍ଥ ନୁହେଁ ଯେ ଆପଣ ମସଲାର ବହୁତ ଷ୍ଟ୍ରେଂଥ ଅଛି। ଏହାର ଅର୍ଥ ହେଉଛି ଆପଣ ଶରୀର, ମାଂସପେଶୀ ଏବଂ ହାଡ଼ ଏ ସମସ୍ତ ଶକ୍ତିକୁ ବଢେଇ ରଖିବା। ଏ ସବୁଗୁଡାକ ଶକ୍ତି ବହୁତ ଜରୁରୀ, ସେଥିପାଇଁ ମସଲ ଷ୍ଟ୍ରେଂଥ ବି ବହୁତ ଜରୁରୀ। ଥାର୍ଡ ପଏଣ୍ଟ, ମସ୍କୁଲାର ଏଣ୍ଡିଓରାନ୍ସ বা ମାଂସପେଶୀର ସହନଶୀଳତା। ଆପଣ କିଛି ସମୟ ଚାଲିବେ କିମ୍ବା ଦୌଡ଼ିଯିବେ, ଲାଗିବ ଯେମିତି ଗୋଡ଼ର ମାଂସପେଶୀର ଜାମ୍ ହେଇଯାଇଛି ବା ଷ୍ଟିଫ୍ ହେଇଯାଇଛି। ଏହାର ଅର୍ଥ ମାଂସପେଶୀର ସହନଶୀଳତାର ଅଭାବ। ମାଂସପେଶୀ ତିଆରି ହେବା ଗୋଟେ କଥା, ମାତ୍ର ମାଂସପେଶୀର ଶକ୍ତି ବେଶୀ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ହେଉଛି ଅସଲ କଥା। ତେଣୁ ଆମେ ମଣିଷମାନେ ଆମ ଶରୀରର ମସ୍କୁଲାର ଏଣ୍ଡୁରାନ୍ସ ବଢେଇବା ବହୁତ ଜରୁରୀ।
ସକାଳୁ ଉଠି ସାରିଲା ପରେ ଆପଣ ମାନେ ଅନୁଭବ କରୁଥିବେ ଯେ ଶରୀରଟା ବହୁତ ଷ୍ଟିଫ୍ ଲାଗୁଛି। କାନ୍ଧ, ନିଜ ହାତ ପାଖ ପର୍ସନ, ସୋଲ୍ଡର ପର୍ସନ ଆପଣଙ୍କୁ ବହୁତ ଷ୍ଟିଫ୍ ଲାଗେ। ବେକ ବୁଲିବାକୁ ମଧ୍ୟ କଷ୍ଟ ଲାଗେ। ଏହାର କାରଣ ଦୁର୍ବଳତା ନୁହେଁ, ଏହା ହେଉଛି ଶରୀରର ନମନୀୟତାର ଅଭାବ, ମାନେ ଫ୍ଲେକ୍ସିବିଲିଟିର ଅଭାବ। ସୁସ୍ଥ ଶରୀର ମାନେ ନୁହଁ ଦୌଡ଼ି ଚାଲିଯିବା କିମ୍ବା ଓଜନ ଜିନିଷକୁ ଉଠେଇଦବା। ଶରୀର ମାଂସପେଶୀ, ହାଡ଼, ଶରୀର ଏ ସମସ୍ତଙ୍କୁ ଫ୍ଲେକ୍ସିବିଲିଟି ମାନେ ନମନୀୟତାକୁ ମେଣ୍ଟେନ କରି ରଖିବା। ଦର୍ଶକ ବନ୍ଧୁ, ଆପଣଙ୍କୁ 4ଟି ବିଶେଷ ମତ ଦେଲି ଯୋଉଥିରେ କି ଆପଣ ନିଜ ଫିଜିକାଲ ଫିଟନେସକୁ ବଢେଇ ପାରିବେ। କାର୍ଡିଓଭାସ୍କୁଲାର ଏଣ୍ଡୁରାନ୍ସ, ମସ୍କୁଲାର ଷ୍ଟ୍ରେଂଥ, ମସ୍କୁଲାର ଏଣ୍ଡୁରାନ୍ସ ଆଣ୍ଡ ଫ୍ଲେକ୍ସିବିଲିଟି, ଏ 4 ପ୍ରକାର ଷ୍ଟ୍ରେଂଥ ବଢିବା ଲାଗି ଆମେ ୟୁରୋପ ଓଡ଼ିଶା ତରଫରୁ କୌଣସି କାମରେ ଆପଣଙ୍କ ଲାଗିବୁ କି? ମତାମତ ଜଣାନ୍ତୁ କମେଣ୍ଟ ବକ୍ସରେ। ୟୁରୋପ ଓଡ଼ିଶା ଆପଣଙ୍କୁ ଆପଣଙ୍କ ପରିବାର ବର୍ଗକୁ ସୁସ୍ଥ ରଖିବା ଲାଗି ସବୁବେଳେ ପ୍ରତିଜ୍ଞାବଦ୍ଧ। ୟୁରୋପ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ। ୟୁରୋପ ଓଡ଼ିଶା ମଧ୍ୟ ଫେସବୁକ୍ ଆଉ ଇନଷ୍ଟାଗ୍ରାମରେ ଉପଲବ୍ଧ। ଆପଣ ଜାଣିଛନ୍ତି ଏବେ କଣ କରିବାକୁ ପଡେ। ଆଜି ପାଇଁ ଏତିକି, ରହିଲି, ନମସ୍କାର।